ନମସ୍କାର। ଶୁଭ ସକାଳ ପିଲାମାନେ। କେମିତି ଅଛ? ଭଲ ଅଛ? ହଁ, ମୁଁ ବି ବହୁତ ଭଲ ଅଛି। ତୁମମାନଙ୍କୁ ମୁଁ ଆଜି ଏଇ ପାଠକୁ ସ୍ୱାଗତ କରୁଛି। ଆଜି ଆମେ ତୁମ ବିଜ୍ଞାନ ବହିର ଦ୍ୱିତୀୟ ପ୍ରସଙ୍ଗ, ଯାର ନାଁ ହେଉଛି ଜୀବଜଗତର ବିବିଧତା, ତା ବିଷୟରେ ଆଲୋଚନା କରିବା। ଏଇ ପାଠଟି ପଢ଼ି ସାରିଲା ପରେ ତୁମେମାନେ ପ୍ରାଣୀମାନଙ୍କର ଚଳନ ବିଷୟରେ ବୁଝାଇବ। ଆଚ୍ଛା ପିଲାମାନେ, ପ୍ରାଣୀମାନେ କଣ ଖାଆନ୍ତି ବା କେଉଁଠି ରହନ୍ତି ତୁମେ ଜାଣିଛ, କିନ୍ତୁ ସେମାନେ କିପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି ସେ ବିଷୟରେ ତୁମେ ଜାଣିଛ କି? ଆଜି ଆମେ ପ୍ରାଣୀମାନେ କିପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି ସେ ବିଷୟରେ ଆଲୋଚନା କରିବା। ଚିତ୍ରରେ କଣ ଦେଖୁଛ ତମେ? ଗୋଟେ କଇଁଛ। ଏଇ ଚିତ୍ରରେ ଗୋଟେ ବାଘ। ଆଉ ଏଇ ଚିତ୍ରରେ କଣ ଦେଖୁଛ? ଗୋଟେ ପିମ୍ପୁଡି। ଚିତ୍ରରେ ଦେଖୁଥିବା ପ୍ରାଣୀମାନେ କଣ କରୁଛନ୍ତି? ସେମାନେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ବାଘ କଣ ପାଇଁ ଯାଉଛି? ଶିକାର କରିବା ପାଇଁ। ଆଉ ପିମ୍ପୁଡି ଗୋଟେ ଖାଦ୍ୟ ଧରିକି ଯାଉଛି, ନାଇଁ କି? ତ ତାହେଲେ ତୁମେମାନେ ମତେ କହିଲ, ଚଳନ କଣ କହିପାରିବ? ହଁ, ଏକ ଜୀବର ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର କ୍ଷମତା। ଖାଦ୍ୟ ଖୋଜିବା ପାଇଁ, ଶିକାରୀ ଠାରୁ ବଞ୍ଚିବା ପାଇଁ ଏବଂ ବାସସ୍ଥାନ ଖୋଜିବା ପାଇଁ ଜୀବ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ। ଆଚ୍ଛା, ଏବେ କହିଲ ଦେଖି, ଚଳନ କଣ? ଚଳନ ହେଉଛି ଏକ ବୈଜ୍ଞାନିକ ଶବ୍ଦ। ପ୍ରାଣୀମାନେ ନିଜର ସୁରକ୍ଷା ଏବଂ ଖାଦ୍ୟ ପାଇଁ ଚଳପ୍ରଚଳ କରିଥାନ୍ତି। ଆଚ୍ଛା କହିଲ, ବାସସ୍ଥାନ ଅନୁସାରେ ଜୀବମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି? ସ୍ଥଳଚର। ଦେଖ, ଏ ଚିତ୍ରଟି ହେଉଛି ସ୍ଥଳଚର ପ୍ରାଣୀମାନଙ୍କର। ଆଉ ଜଳଚର। ହଁ, ଏଇ ଚିତ୍ରଟି ଦେଖ, ଜଳଚର ପ୍ରାଣୀମାନେ ଏ ଚିତ୍ରରେ ଅଛନ୍ତି। ଆଉ ଉଭୟଚର, ଯେଉଁମାନେ ଜଳରେ ରହନ୍ତି ଆଉ ସ୍ଥଳରେ ରହନ୍ତି, ସେମାନେ ହଉଛନ୍ତି ଉଭୟଚର। ଏଇ ଚିତ୍ରରେ ଦେଖ, ଯେଉଁ ପ୍ରାଣୀମାନେ ଅଛନ୍ତି ସେମାନେ ସବୁ ହେଉଛନ୍ତି ଉଭୟଚର। ଆଚ୍ଛା କହିଲ ଦେଖି, ଜୀବମାନେ କେତେ ପ୍ରକାର ଗତି କରିଥାନ୍ତି? ଚାଲିବା, ଉଡ଼ିବା, ପହଁରିବା, ଡେଇଁବା ଆଉ ଘୁଷୁରିବା। ବହୁତ ବଢିଆ। ସେହି ଗତି ଅନୁସାରେ ପ୍ରାଣୀମାନଙ୍କର ବିଭିନ୍ନ ବିଭାଗୀକରଣ କରାଯାଇଛି। ଯେମିତି ଚାଲୁଥିବା ପ୍ରାଣୀ, ଉଡୁଥିବା ପ୍ରାଣୀ, ପହଁରୁଥିବା ପ୍ରାଣୀ, ଡେଉଁଥିବା ପ୍ରାଣୀ, ଚଢୁଥିବା ପ୍ରାଣୀ ଆଉ ଘୁଷୁରୁଥିବା ପ୍ରାଣୀ। ଦେଖ, ଏଇ ଚିତ୍ରରେ ତୁମେ ଯେଉଁ ପ୍ରାଣୀମାନଙ୍କୁ ଦେଖୁଛ ସେମାନେ କିପରି ଗତି କରନ୍ତି କହିପାରିବ? ହଁ, ଗାଈ ଚାଲି ଚାଲି ଯାଏ, ପ୍ରଜାପତି ଉଡି ଉଡି ଯାଏ, ଆଉ ମାଛ ପହଁରି ପହଁରି ଯାଏ, ବେଙ୍ଗ ଡେଇଁ ଡେଇଁ ଯାଏ, ସାପ ଘୁଷୁରୁ ଘୁଷୁରି ଯାଏ। ବହୁତ ବଢିଆ। ଏବେ ଆମେ ଚାଲୁଥିବା ପ୍ରାଣୀମାନଙ୍କ ବିଷୟରେ ଆଲୋଚନା କରିବା। ସ୍ଥଳଭାଗରେ ପ୍ରାଣୀମାନେ ସେମାନଙ୍କ ଗୋଡ଼ ବ୍ୟବହାର କରି ଶରୀରକୁ ଆଗକୁ ନେଇଥାନ୍ତି। କିଏ 2 ଗୋଡ଼ରେ ଚାଲେ ତ କିଏ 4 ଗୋଡ଼ରେ ଚାଲେ। ଦେଖ, ଏଇ ଚିତ୍ରଟା କାହାର କହିଲ? ଏ ହଉଛି ଗୋଟେ ହରିଣର। ହୁଁ, ଏଇ ଚିତ୍ରଟା କାହାର? ଏ ହଉଛି ଗୋଟେ ଛେଳିର, ନାଇଁ? ଆଚ୍ଛା,
ଆଉ ଏଇ ଚିତ୍ରଟା ଏଟା ଗୋଟେ ଘୋଡାର। ଭେରି ଗୁଡ୍। ଆଚ୍ଛା, ଚାଲୁଥିବା ଆଉ ଦୌଡୁଥିବା ଜୀବମାନଙ୍କର କିଛି ଉଦାହରଣ ଦିଅ ତମମାନେ। କହିଲେ ଦେଖି ଆଉ କିଛି ଜୀବମାନଙ୍କର ନାଁ ଯୋଉମାନେ ଚାଲୁଛନ୍ତି ଆଉ ଦୌଡୁଛନ୍ତି। ସିଂହ, ଉଁ, ଉଟ, ଆଉ ହାତୀ। ଭେରି ଗୁଡ୍, ବହୁତ ବଢିଆ। ଏବେ ଦେଖ, ଏଇ ଚିତ୍ରଟା କାହାର? ଏଟା ଗୋଟେ କଙ୍ଗାରୁ ଚିତ୍ର। ଆଚ୍ଛା, ଏମାନେ କିପରି ଚଳନ କରିଥାନ୍ତି? ଡେଇଁ ଡେଇଁ ଯାଇଥାନ୍ତି। କଙ୍ଗାରୁ ପରି କିଛି ଜୀବଙ୍କର ପଛ ଗୋଡ଼ ବହୁତ ଶକ୍ତିଶାଳୀ ହୋଇଥାଏ, ଯାହା ସେମାନଙ୍କୁ ଲମ୍ବା ଡିଆଁ ମାରିବାରେ ସାହାଯ୍ୟ କରେ। ଆଉ କିଛି ଜୀବମାନଙ୍କର ନାମ କୁହ, ଯେଉଁମାନେ ଏହି ଜୀବମାନଙ୍କ ପରି ଚଳନ କରିଥାନ୍ତି। ମନେ ପକେଇ କୁହ ତ, କେଉଁମାନେ ଡେଇଁ ଡେଇଁ ଏମିତି ଚଳନ କରିଥାନ୍ତି? ଦେଖିଲ, ଇଏ କିଏ? ଠେକୁଆ। ହଁ, ଝିଣ୍ଟିକା, ଆଉ ବେଙ୍ଗ। ବହୁତ ବଢିଆ। ଏଇ ଚିତ୍ରଟି କାହାର କହିଲ ପିଲାମାନେ? ସାପ। ସାପ ପରି ପ୍ରାଣୀ ଯେଉଁମାନଙ୍କର ଗୋଡ଼ ନଥାଏ, ସେମାନେ କିପରି ଚାଲନ୍ତି? ସେମାନେ ନିଜ ମାଂସପେଶୀକୁ ସଂକୁଚିତ କରି ଘୋ ସେମାନେ ନିଜ ମାଂସପେଶୀକୁ ସଂକୁଚିତ କରି ଘୋଷାରି ହୋଇ ଚାଲନ୍ତି। ସେହିପରି ଆଉ କିଛି ପ୍ରାଣୀମାନଙ୍କର ନାମ କୁହ, ଯେଉଁମାନେ ନିଜ ଛାତିରେ ଭରା ଦେଇ ଚାଲନ୍ତି। ଜିଆ। ହୁଁ। ଆଉ ଗେଣ୍ଡା। ଆଉ ଗୋଟେ ହେଲା କୋଚିଆ। ବହୁତ ବଢିଆ। ଏଇ ଚିତ୍ରଟି କାହାର? ଶାର୍କ ମାଛ। ଆଉ ଏଇ ଚିତ୍ରରେ କଣ ଦେଖୁଛ? ସାଲମନ ମାଛ। ଆଚ୍ଛା, କହିଲ ପିଲାମାନେ, ଜଳରେ ପ୍ରାଣୀମାନେ କିପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି? କହିପାରିବ? ହୁଁ, କହିଲ, ଚିନ୍ତା କରି ଟିକେ କୁହ। ମାଛମାନେ ନିଜର ଲାଞ୍ଜ ଏବଂ ପାର୍ଶ୍ୱରେ ଥିବା ଡେଣା ବା ଫିନ୍ ସାହାଯ୍ୟରେ ପାଣିରେ ଦିଗ ପରିବର୍ତ୍ତନ କରନ୍ତି ଓ ଆଗକୁ ଯାଆନ୍ତି। ବହୁତ ବଢିଆ। ତମମାନେ ଠିକ କହିଲ। ଏଇଟା କାହାର ଚିତ୍ର? ଏଟା, ଆଚ୍ଛା, ଜାଣିଛ ତମମାନେ ଏ ଚିତ୍ର ଦୁଇଟି କାହାର? ହଁ, ତିମି ଓ ଡଲଫିନ୍। ଆଚ୍ଛା, କହିଲ ଟିକେ, ଏଇ ତିମି ଆଉ ଡଲଫିନ୍ ପରି ସାମୁଦ୍ରିକ ପ୍ରାଣୀମାନେ କିପରି ଗତି କରନ୍ତି? ହଁ, ଏମାନେ ନିଜ ଲାଞ୍ଜ ସାହାଯ୍ୟରେ ଗତି କରନ୍ତି। ବହୁତ ବଢିଆ। ଦେଖ, ଏବେ ଏଇ ଚିତ୍ରଟିକୁ ଲକ୍ଷ୍ୟ କର। ଏ ଚିତ୍ରଟି କାହାର? ଏ ଗୋଟେ ଜେଲି ଫିସ୍। ଆଉ ଏଇ ଚିତ୍ରଟି କାହାର? ଇଏ ହଉଛି ଅକ୍ଟୋପସ୍। ଆଚ୍ଛା, କହିଲ, ଏଇ ଦୁଇଟି ପ୍ରାଣୀ କିପରି ଚଳନ କରିଥାନ୍ତି? କହିପାରିବ? ଟିକେ ଭାବ ତ, ଏମାନେ କେମିତି ଚଳପ୍ରଚଳ ହୁଅନ୍ତି ସମୁଦ୍ର ଭିତରେ? ହଁ, ଏମାନେ ନିଜ ଶରୀରରୁ ଜଳକୁ ଖୁବ ଜୋରରେ ପଛକୁ ଛାଡିଥାନ୍ତି, ଯାହା ଫଳରେ ସେମାନେ ରକେଟ ଭଳି ଆଗକୁ ଯାଇପାରନ୍ତି। ବହୁତ ବଢିଆ। ମାନେ ଚିତ୍ରରେ କଣ ଦେଖୁଛ? କାହାକୁ ଦେଖୁଛ? ଏଟା ଗୋଟେ କଇଁଛ। ଏଇ ଚିତ୍ରଟି କାହାର? ଏଇଟା ଗୋଟେ ପେଙ୍ଗୁଇନର, ନାଇଁ? ଆଚ୍ଛା। ଚିତ୍ରରେ ଦେଖୁଥିବା କଇଁଛ ଓ ପେଙ୍ଗୁଇନ କିପରି ଗତି କରିଥାନ୍ତି? ସେମାନେ ଗୋଡରେ ପ୍ୟାଡଲିଂ କରି ଗତି କରିଥାନ୍ତି। ଏମାନଙ୍କ ଗୋଡ ଗୁଡିକ କାତ ଭଳି କାମ କରେ। ବୁଝିଲ ତୁମେ ମାନେ? କଇଁଛ ଆଉ ପେଙ୍ଗୁଇନ
ତାଙ୍କ ଗୋଡ଼ରେ ପ୍ୟାଡଲିଂ କରି ଗତି କରନ୍ତି। ଏବେ ଏଇ ଚିତ୍ରଟିକୁ ଲକ୍ଷ୍ୟ କର। ୟାକୁ ସମସ୍ତେ ଚିହ୍ନିଛ। ଏ ହେଉଛି କାଉ। ଏଇ ଚିତ୍ରରେ ଯେଉଁ ପକ୍ଷୀକୁ ଦେଖୁଛ ତାକୁ ତମେ ଚିହ୍ନିଛ? କହିଲ ନାଁ କଣ? ୟାର ନାଁ ହେଉଛି ବାଦୁଡ଼ି। ଏଇ ଚିତ୍ରରେ କାହାକୁ ଦେଖୁଛ? ତାକୁ ସମସ୍ତେ ଜାଣିଛ। ଏ ହେଉଛି ପାରା। ଆଉ ଏଇ ଚିତ୍ରଟି କାହାର? ଏଇଟା ହେଉଛି ଗୋଟେ ଶୁଆର। ଆଚ୍ଛା, ଏବେ ତୁମେ ମାନେ କୁହ, ଚିତ୍ରରେ ଦେଖିଥିବା ପକ୍ଷୀମାନଙ୍କୁ କେଉଁ ଶ୍ରେଣୀରେ ଶ୍ରେଣୀଭୁକ୍ତ କରିପାରିବା? ଏମାନଙ୍କୁ ଆମେ ଉଡୁଥିବା ପ୍ରାଣୀ ଶ୍ରେଣୀରେ ଶ୍ରେଣୀଭୁକ୍ତ କରିପାରିବା। ଆଚ୍ଛା, କାହା ସାହାଯ୍ୟରେ ମାନେ ଆକାଶରେ ଉଡିଥାନ୍ତି? ଟେଣା ସାହାଯ୍ୟରେ ଉଡିଥାନ୍ତି। ବହୁତ ବଢିଆ। ମାଧ୍ୟାକର୍ଷଣ ବଳ ବିରୁଦ୍ଧରେ ଉଡିବା ପାଇଁ ଏମାନଙ୍କର ଡେଣା ଓ ଶକ୍ତିଶାଳୀ ମାଂସପେଶୀ ରହିଥାଏ। ସେଇଥିପାଇଁ ପକ୍ଷୀମାନେ ଆକାଶରେ ଉଡି ପାରନ୍ତି। ତମର ଯଦି ପକ୍ଷୀ ପରି ଡେଣା ଥାନ୍ତା, ତମେ କଣ ଉଡି ପାରନ୍ତ? ଆଚ୍ଛା, ଆଜିର ଆଲୋଚନାରୁ ଆମେ କଣ ଜାଣିଲେ? ବିଭିନ୍ନ ପ୍ରାଣୀଙ୍କ ଚଳନ ଭିନ୍ନ ଭିନ୍ନ ହୋଇଥାଏ। ପ୍ରାଣୀମାନେ ଉଡି ପାରନ୍ତି, ଦୌଡ଼ି ପାରନ୍ତି, ଚାଲି ପାରନ୍ତି, ଡେଇଁ ପାରନ୍ତି ଇତ୍ୟାଦି। ଏହି ପ୍ରାଣୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଶରୀରର ବିଭିନ୍ନ ଅଙ୍ଗ ବ୍ୟବହାର କରିଥାନ୍ତି। ସେମାନଙ୍କର ଡେଣା, ଗୋଡ଼ ଏବଂ ଅନ୍ୟ ଅଙ୍ଗ ସେମାନଙ୍କୁ ଚଳପ୍ରଚଳ କରିବାରେ ସାହାଯ୍ୟ କରେ। ତୁମେମାନେ ତ ପ୍ରାଣୀମାନଙ୍କର ଚଳନ ବିଷୟରେ ପଢିଲ ଆଉ ଶୁଣିଲ। ଏବେ ତୁମମାନଙ୍କ ପାଇଁ କିଛି ପ୍ରଶ୍ନ ଅଛି। ନିମ୍ନରେ ଦିଆଯାଇଥିବା ପ୍ରଶ୍ନର 4ଟି ବିକଳ୍ପ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି କୁହ। ରାମ ଏକ ପ୍ରାଣୀକୁ ଦେଖିଲା ଯାହା ପାଣିରେ ପହଁରେ ଓ ଗାଲି ଦ୍ୱାରା ଗତି କରେ। ଏହି ପ୍ରାଣୀ କେଉଁ ଶ୍ରେଣୀରେ ରହିବ? ଅପସନ୍ ଏ ଉଡୁଥିବା ପ୍ରାଣୀ, ଅପସନ୍ ବି ପହଁରୁଥିବା ପ୍ରାଣୀ, ଅପସନ୍ ସି ଚାଲୁଥିବା ପ୍ରାଣୀ, ଅପସନ୍ ଡି ଘୁଷୁରିବା ପ୍ରାଣୀ। ସଠିକ୍ ଉତ୍ତରଟି କହିଲ ପିଲେ କଣ ହେବ? ଅପସନ୍ ବି ପହଁରୁଥିବା ପ୍ରାଣୀ। 2 ନମ୍ବର ପ୍ରଶ୍ନ। ବିଦ୍ୟାଳୟ ପାଖରେ ଛାତ୍ରମାନେ ବେଙ୍ଗ ଓ ଘୋଡ଼ାକୁ ଦେଖିଲେ। ବେଙ୍ଗ ଡେଇଁ ଡେଇଁ ଯାଏ ଓ ଘୋଡ଼ା ଦୌଡ଼େ। ଏହା କେଉଁ ଆଧାରରେ ବର୍ଗୀକରଣ? ଏ ହେଲା ଖାଦ୍ୟ, ବି ହେଉଛି ବାସସ୍ଥାନ, ସି ହେଉଛି ଗତିର ପ୍ରକାର, ଡି ହେଉଛି ଆକାର। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି। ଭେରି ଗୁଡ୍। ପ୍ରଶ୍ନ 3। ଗୋଟିଏ ପ୍ରାଣୀ ପେଟକୁ ଭୂମିରେ ଲଗାଇ ଧୀରେ ଧୀରେ ଚାଲେ। ଏହି ପ୍ରାଣୀ କେଉଁ ପ୍ରକାରର ଗତି କରେ? ଅପସନ୍ ଏ ଘୁଷୁରିବା, ଅପସନ୍ ବି ଉଡ଼ିବା, ଅପସନ୍ ସି ପହଁରିବା, ଅପସନ୍ ଡି ଡେଇଁବା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଘୁଷୁରିବା। ଭେରି ଗୁଡ୍। ପ୍ରଶ୍ନ 4। ନିମ୍ନଲିଖିତ ମଧ୍ୟରୁ କେଉଁ ଦଳର ସମସ୍ତ ପ୍ରାଣୀ ପହଁରି ପାରନ୍ତି? ଅପସନ୍ ଏ ମାଛ, ତିମି, ଡଲଫିନ୍, ଅପସନ୍ ବି କାଉ, ପାରା, ଗରୁଡ଼, ଅପସନ୍ ସି ବାଘ, ଘୋଡ଼ା, କୁକୁର, ଅପସନ୍ ଡି ସାପ, କେଞ୍ଚୁଆ, ଜିଆ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମାଛ, ତିମି ଆଉ ଡଲଫିନ୍। ଭେରି ଗୁଡ୍। ପ୍ରଶ୍ନ 5। ସୀମା ଜଣେ ପ୍ରାଣୀକୁ ଦେଖିଲା ଯାହା ଡେଣା ଦ୍ୱାରା ଆକାଶରେ ଉଡ଼େ। ଏହା କେଉଁ ପ୍ରକାର ଚଳନ? ଅପସନ୍ ଏ ପହଁରିବା, ଅପସନ୍ ବି ଉଡ଼ିବା, ଅପସନ୍ ସି ଘୁଷୁରିବା, ଅପସନ୍ ଡି ଦୌଡ଼ିବା। ସଠିକ୍ ଉତ୍ତର ହେଉଛି ଅପସନ୍ ବି ଉଡ଼ିବା। ବହୁତ ବଢିଆ, ତମମାନେ ଖୁବ୍ ସୁନ୍ଦର ଉତ୍ତର କହିଲ। ଏବେ ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ଉତ୍ତର କୁହ। ଚଳନ ଆଧାରରେ ପ୍ରାଣୀମାନଙ୍କୁ କାହିଁକି ବର୍ଗୀକରଣ କରାଯାଏ? ଉତ୍ତର ହେଉଛି ପ୍ରାଣୀମାନେ ଭିନ୍ନ ଭିନ୍ନ ପ୍ରକାରରେ ଚାଲନ୍ତି, ସେଥିପାଇଁ ତାଙ୍କର ଗତିର ପ୍ରକାର ଅନୁସାରେ ସହଜରେ ଚିହ୍ନଟ କରିବା ପାଇଁ ବର୍ଗୀକରଣ କରାଯାଏ। ପ୍ରଶ୍ନ 2। ପହଁରୁଥିବା ପ୍ରାଣୀ କାହାକୁ କୁହାଯାଏ? 2ଟି ଉଦାହରଣ ଦିଅ। ଟିକେ କୁହ ତ।
ଚିନ୍ତା କରି ଟିକେ କୁହ। ହଁ, ଯେଉଁ ପ୍ରାଣୀ ପାଣିରେ ପହଁରି ଚାଲନ୍ତି ସେମାନଙ୍କୁ ପହଁରୁଥିବା ପ୍ରାଣୀ କୁହାଯାଏ। ଉଦାହରଣ ହେଲା ମାଛ ଆଉ ଡଲଫିନ୍। ପ୍ରଶ୍ନ 3, ଛାତିରେ ଭରା ଦେଇ ଚାଲୁଥିବା ଦୁଇଟି ପ୍ରାଣୀର ନାମ ଲେଖ। ଉତ୍ତର ହେଉଛି ସାପ ଆଉ କେଞ୍ଚୁଆ। ପ୍ରଶ୍ନ 4, ଉଡୁଥିବା ପ୍ରାଣୀମାନେ କେଉଁ ଅଙ୍ଗ ଦ୍ୱାରା ଗତି କରନ୍ତି? କି ଚିନ୍ତା କରି କୁହ ତ। ହଁ, ଉଡୁଥିବା ପ୍ରାଣୀମାନେ ଡେଣା ବା ପକ୍ଷ ଦ୍ୱାରା ଗତି କରନ୍ତି। ପ୍ରଶ୍ନ 5, ଡେଇଁ ଡେଇଁ ଚାଲୁଥିବା ଦୁଇଟି ପ୍ରାଣୀର ଉଦାହରଣ ଦିଅ। ମନେ ପକେଇ କୁହ। ହଁ, ବେଙ୍ଗ ଆଉ ଝିଣ୍ଟିକା। ଭେରି ଗୁଡ୍। ଏବେ ଶୂନ୍ୟ ସ୍ଥାନ ପୂରଣ କର। ଜଳରେ ଚଳନ କରୁଥିବା ପ୍ରାଣୀମାନଙ୍କୁ ଡ୍ୟାସ୍ କୁହାଯାଏ। କଣ ହେବ ଉତ୍ତର? ଜଳଚର। ଭେରି ଗୁଡ୍। ଭୂମିରେ ଚାଲୁଥିବା ପ୍ରାଣୀମାନେ ଡ୍ୟାସ୍ ପ୍ରାଣୀ? ସ୍ଥଳଚର ପ୍ରାଣୀ। ଭେରି ଗୁଡ୍। ମାଛ ତାଙ୍କର ଡ୍ୟାସ୍ ସାହାଯ୍ୟରେ ପହଁରେ? କହିଲ। ଫିନ୍ ସାହାଯ୍ୟରେ ପହଁରେ। ଭେରି ଗୁଡ୍। ସାପ ଭୂମିରେ ଡ୍ୟାସ୍ କରି ଗତି କରେ? ଚିନ୍ତା କରି କୁହ। କଣ ହବ? ଘୁଷୁରି ଘୁଷୁରି ଗତି କରେ। ଭେରି ଗୁଡ୍। ବେଙ୍ଗ ଡ୍ୟାସ୍ କରି ଚଳନ କରେ? ଡେଇଁ ଡେଇଁ। ଭେରି ଗୁଡ୍। ଯେଉଁ ପ୍ରାଣୀମାନେ ଉଡନ୍ତି ସେମାନଙ୍କୁ ଡ୍ୟାସ୍ କୁହାଯାଏ? ଖଚ୍ଚର କୁହାଯାଏ। ଭେରି ଗୁଡ୍। ମଣିଷ ଡ୍ୟାସ୍ ସାହାଯ୍ୟରେ ଚାଲେ? ପାଦ ସାହାଯ୍ୟରେ ଚାଲେ। ଜଳ ଓ ଭୂମି ଉଭୟରେ ବସବାସ କରୁଥିବା ପ୍ରାଣୀମାନଙ୍କୁ ଡ୍ୟାସ୍ କୁହାଯାଏ? କୁହ, କଣ କୁହାଯାଏ? ଉଭୟଚର କୁହାଯାଏ। ଭେରି ଗୁଡ୍। ତୁମମାନେ ବଢିଆ ଉତ୍ତର କହିଲ। ଏବେ ଆମେ ନେକ୍ସଟ ପ୍ରଶ୍ନକୁ ଯିବା। ଆଚ୍ଛା, ଏବେ କୁହ, ମାଛ ଓ ପକ୍ଷୀର ଗତିରେ କଣ ତଫାତ୍ ଅଛି? ହଁ, ମାଛ ପାଣିରେ ପହଁରି ପହଁରି ଚଳାଚଳ କରେ, କିନ୍ତୁ ପକ୍ଷୀ ଆକାଶରେ ଉଡି ଚଳାଚଳ କରେ। ଭେରି ଗୁଡ୍। ସାପ ଓ ଗାଈର ଗତିରେ କଣ ତଫାତ୍ ଅଛି? ଟିକେ ଚିନ୍ତା କରି କୁହ। ହଁ, ସାପ ଘୁଷୁରି ଘୁଷୁରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରେ, ଯେତେବେଳେ ଗାଈ ପାଦରେ ଚାଲି ଚଳାଚଳ କରେ। ଭେରି ଗୁଡ୍। ପ୍ରଶ୍ନ ନମ୍ବର 3, ବେଙ୍ଗ ଓ କୁକୁରର ଗତିରେ କଣ ତଫାତ୍ ଅଛି? ଭାବିକି କହିଲ ଦେଖି। ବେଙ୍ଗ ଡେଇଁ ଡେଇଁ ଚଳାଚଳ କରେ, କିନ୍ତୁ କୁକୁର ଦୌଡ଼ିବା କିମ୍ବା ଚାଲିବା ମାଧ୍ୟମରେ ଚଳାଚଳ କରେ। ବହୁତ ବଢିଆ। 4 ନମ୍ବର ପ୍ରଶ୍ନ, ପକ୍ଷୀ ଓ ଘୋଡାର ଗତିରେ କଣ ତଫାତ୍ ଅଛି? ପକ୍ଷୀ ଉଡି କି ଚଳାଚଳ କରେ, ଯେତେବେଳେ ଘୋଡା ଦୌଡ଼ି ବା ଚାଲି କରି ଚଳାଚଳ କରେ। ତୁମାନେ ବଢିଆ ପ୍ରଶ୍ନର ଉତ୍ତର କହିଲ। ଏବେ ଗୋଟେ ସ୍ତମ୍ଭ ମିଳନ କର। କ ସ୍ତମ୍ଭରେ ଅଛି ଗାଈ, ମାଛ, ଚଢେଇ, କଇଁଛ। ଖ ସ୍ତମ୍ଭରେ ଅଛି ଖଚ୍ଚର, ଜଳଚର, ସ୍ଥଳଚର, ଉଭୟଚର। ଏବେ ଦେଖିବା ପ୍ରଥମ ଅପସନ। ପ୍ରଥମରେ ଅଛି ଗାଈ। କ ସ୍ତମ୍ଭର ଗାଈ ସହିତ ଖ ସ୍ତମ୍ଭର କିଏ ମିଶିବେ? ହଁ, ସ୍ଥଳଚର ମିଶିବେ। କ ସ୍ତମ୍ଭର ମାଛ ସହିତ ଖ ସ୍ତମ୍ଭରେ ଜଳଚର। ଠିକ ଅଛି। କ ସ୍ତମ୍ଭର ଚଢେଇ ସହିତ ଖ ସ୍ତମ୍ଭର ଖଚ୍ଚର। କ ସ୍ତମ୍ଭର କଇଁଛ ସହିତ ଖ ସ୍ତମ୍ଭର ଉଭୟଚର ପ୍ରାଣୀ। ଭେରି ଗୁଡ୍। ତମମାନେ ବଢିଆ ପ୍ରଶ୍ନର ଉତ୍ତର କହିଲ। ଏବେ ତୁମମାନଙ୍କ ପାଇଁ ଗୋଟେ ଗୃହ କାର୍ଯ୍ୟ ଅଛି। ତୁମେମାନେ ଟେବୁଲଟିକୁ ଦେଖ। ଏଥିରେ ଲେଖା ହେଇଛି ଜଳଚର ପ୍ରାଣୀ, ସ୍ଥଳଚର ପ୍ରାଣୀ, ଉଭୟଚର ପ୍ରାଣୀ। ତୁମେମାନେ ଜଳଚର ପ୍ରାଣୀ ଆଉ ସ୍ଥଳଚର ପ୍ରାଣୀ ଓ ଉଭୟଚର ପ୍ରାଣୀ ମାନଙ୍କ ନାଁ ଏ ଟେବୁଲରେ ଲେଖିବ। ଠିକ ଅଛି। ଆଜି ପାଇଁ ଏତିକି। ଆଉ ବାକି ଯାହା ରହିଲା ଆଗାମୀ ଅଧ୍ୟାୟରେ ଆମେ ଆଲୋଚନା କରିବା। ଆଜି ପାଇଁ ରହୁଛି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।